ଅକ୍ଷି ତୃତୀୟାର ସମସ୍ତଙ୍କୁ ଶୁଭେଚ୍ଛା ଶୁଭକାମନା। ଏ ବର୍ଷର ପ୍ରଥମ ଅକ୍ଷିମୁଠି ପାଇ ପ୍ରଥମ ଚାଷ କାମ ଷ୍ଟାର୍ଟ ହୁଏ ଆଉ ଆମ ମହାପ୍ରଭୁଙ୍କର ରଥ କାମ ଷ୍ଟାର୍ଟ ହୋଇଥାଏ। ଅଖରେ ଚକ ଲାଗେ। ଆଜି ଥିଲା ବୈଶାଖ ମାସର ପ୍ରଥମ ସୋମବାର। ମୋର ଉପବାସ ଥିଲା ଆଉ ତା ସାଥିରେ ଥିଲା ମୋର ଆନିଭର୍ସରୀ। ବାହାଘରର 10 ବର୍ଷ ପୂରଣ ହେଲା, କିନ୍ତୁ ଟିକେ ମନ ଦୁଃଖ ଥିଲା ଯେ ସିଏ ପାଖରେ ନାହାନ୍ତି। ଆପଣମାନେ ତ ଜାଣିଛନ୍ତି ଫାଇନାନ୍ସିଆଲ ପ୍ରୋବ୍ଲେମ୍ ଯୋଗୁଁ ସେ ବାହାରେ ବାଙ୍ଗାଲୋରରେ ରୁହନ୍ତି। ସିଏ ଯିବା ପୂର୍ବରୁ ଏଇ ଶାଢ଼ୀଟା ମୋତେ ଗିଫ୍ଟ ଦେଇ ଯାଇଥିଲେ। ସେଇଥିପାଇଁ ଗାଧୋଇ ପାଧୋଇ ଆସି ମୁଁ ସେଇ ଶାଢ଼ୀଟାକୁ ପିନ୍ଧି ପକେଇଥିଲି। ମୁଁ କେମିତି ଲାଗୁଛି ଜଣେଇବେ। ତାପରେ ମୁଁ ମୁଣ୍ଡ ପୋଛି ଦେଇ ତାପରେ ମୁଁ ନିଜକୁ ଟିକେ ମେକଓଭର କରିଦେଲି ଆଉ ସବୁଠାରୁ ଇମ୍ପୋର୍ଟାଣ୍ଟ ଜିନିଷ ମୁଣ୍ଡରେ ଲଗେଇଲି। ଯେଉଁ ଖୁସି ପାଇଁ ଆଜି ଦିନଟି ମନା ହେଉଛି। ମୁଁ ନିଜର ସେବା ସାରି ଦେଇଥିଲି। ପରେ ବାହାରିଥିଲି ମନ୍ଦିରକୁ ଦର୍ଶନ ପାଇଁ। ମୋ ଗାଁ ଶିବ ମନ୍ଦିରକୁ ମୁଁ ଯାଇ ତାପରେ ଦର୍ଶନ ସାରି ଘରକୁ ପଳେଇ ଆସିଥିଲି। ତାପରେ ମିଳିଲା ସ୍ୱାମୀ ପଠେଇଥିବା ଗିଫ୍ଟ। ଅକ୍ଷି ତୃତୀୟା ଭଳି ଶୁଭ ଅବସରରେ ମିଳିଥିଲା ମୋତେ ରୂପାର ଗୁଡ଼ ମୁଦି ଆଉ ସୁନାର ଚୁଡ଼ି। ଗୁଡ଼ି ମୁଦି ଦେଇଥିଲେ ସ୍ୱାମୀ ଆଉ ଘରେ ଦେଇଥିଲେ ସୁନାର ଚୁଡ଼ି। ଆଉ ପିଲାମାନଙ୍କର ଆସିଥିଲା ରୂପାର ଚୁଡ଼ି ଆଉ ବଡ଼ ଛୁଆର ଆସିଥିଲା ଗୋଟେ ପାଉଜ। ମାଲୋ କି ରେଟ୍! ଆଗରୁ ଏଇଗୁଡ଼ା ମିଳିଯାଉଥିଲା 1200-1300 ଟଙ୍କାରେ, ଏବେ 5-6 ହଜାର ଟଙ୍କା ନହେଲେ ନ ହେଉଛି। ଆପଣମାନେ ଅକ୍ଷି ତୃତୀୟା କ'ଣ କିଣିଲେ କମେଣ୍ଟରେ ଜଣାଇବେ। ଚାଲନ୍ତୁ ଦର୍ଶନ କରିଦେବି ତୃତୀୟ ଶ୍ରୀକ୍ଷେତ୍ରର ରଥଚକର ନିର୍ମାଣକୁ। ଆମ ନୀଳଗିରିରେ ଷ୍ଟାର୍ଟ ହେଇଯାଇଥିଲା। ଆଜିଠାରୁ ଚକ ପୂଜା କରି ଷ୍ଟାର୍ଟ ହୁଏ ରଥ କାମ। ଯିଏ ବି ଭିଡ଼ିଓ ଦେଖୁଛନ୍ତି ତା ଜୟ ଜଗନ୍ନାଥ ବୋଲି କମେଣ୍ଟରେ ଜଣାନ୍ତୁ। ତାପରେ ମୁଁ ଖାଇବା ପାଇଁ ସାବୁ ଆଉ ସୋୟାବିନ ତରକାରୀ କରିକି ଖାଇ ଦେଇଥିଲି। ତାପରେ ମୋ ପିଲାକୁ ଖାଇବା ପାଇଁ ଦେଇଥିଲି। ସିଏ ତ ଖାଲି ମସ୍ତି କରିବାରେ ବ୍ୟସ୍ତ। ଖାଇସାରିଲା ପରେ ତାକୁ ଧୋଇ ଦେଇ ଆଣିକି ତାକୁ ସଫା କରିଦେଇଥିଲି। ତାପରେ ବିଲକୁ ଯାଇକି ଦେଖିଲି ଆଜି ଆମର ଅକ୍ଷିମୁଠି ପାଇ ହେଲାନି, କାରଣ ଆମର ଛୁତିକା ଗୁଳିଆ ଏତେ ଯାଇ କଟି ନାହିଁ ମୋ ବାପ ଘରେ। ଆଜି ମନ ଭଲ ଲାଗିଲାନି ବୋଲି ଆଜି କେକ୍ କଟିଂ ବି କଲେନି। ଏ ଗରମରେ ବି ସମସ୍ତଙ୍କ ଦେହ ବାରବାର କରି ଖରାପ ହେଉଛି। ଆଜି ଗିଫ୍ଟ ପାଇ ମନ ଖୁସି ହେଲା ଯେ, କିନ୍ତୁ ସ୍ୱାମୀ ପାଖରେ ଥିଲେ ବହୁତ ମନ ଖୁସି ହେଇଥାଏ। ଯାହା ଭାଗ୍ୟରେ ଲେଖା ହେଇଛି। ମୋ ଭିଡ଼ିଓରେ ଲାଇକ୍, ସେୟାର, ଫଲୋ ଆଣ୍ଡ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି। ଦେଖା ହେବା ନେକ୍ସଟ ଭିଡ଼ିଓରେ। ଜୟ ଜଗନ୍ନାଥ।